ओम शांति। ब्रह्मलोक निवासी ब्रह्मेश्वर पिता परमात्मांकर ब्रह्मलोकरू आसी अभिनय करुथिबा आत्मिक संतान मानंकु हृदयर सहित ईश्वरीय शुभाभिनंदन, शुभेच्छा, सुप्रभात, सुस्वागतम। ବାସ୍ତବରେ ବ୍ରହ୍ମଲୋକ ବା ପରମ ଧାମରୁ ନିରାକାର ଆତ୍ମାମାନେ ଆସି ଏହି ସୃଷ୍ଟି ରୂପୀ ରଙ୍ଗମଞ୍ଚରେ ଅଭିନୟ କରୁଛନ୍ତି ଶରୀର ରୂପୀ ବସ୍ତ୍ରକୁ ଧାରଣ କରି ଏବଂ ବାରମ୍ବାର ଏହି ଶରୀରର ବନ୍ଧନରେ ଆସି ଏପରି ଭାବରେ ଶରୀର ସହିତ ଜଡ଼ିତ ହୋଇଯାଇଛି ଯେ ନିଜର ବାସ୍ତବ ସ୍ୱରୂପକୁ ଭୁଲି ନିଜକୁ ଦେହ ସର୍ବସ୍ୱ ଅନୁଭବ କରୁଛି, ଯେଉଁଥିପାଇଁ ମାୟାବୀ ଦୁନିଆର ପ୍ରଭାବରେ ସହଜରେ ଧରା ପଡ଼ିଯାଇ ପ୍ରତି ମୁହୂର୍ତ୍ତରେ ଦୁଃଖ, ଅଶାନ୍ତି, ଭୟ ଭିତରେ ଜୀବନ ଅତିବାହିତ କରୁଛି। ସାଧାରଣ କଇଁଚଟିଏ ନିଜକୁ ସୁରକ୍ଷିତ ରଖିବା ପାଇଁ କିଛି ବି ବିପଦର ଆଭାସ ମିଳିବା କ୍ଷଣି ସେ ନିଜକୁ ତାର ଶକ୍ତ ଖୋଳପା ଭିତରେ ସୁରକ୍ଷିତ ରଖିଦେଇଥାଏ। ଏପରିକି ମହାବଳଶାଳୀ ବାଘ ମଧ୍ୟ ତାର ସେହି ସୁରକ୍ଷାକୁ ଭେଦ କରିପାରିନଥାଏ। ରାମାୟଣର ମଧ୍ୟ ଆମେ ଦେଖିବାକୁ ପାଉଛେ, ଯେତେବେଳେ ହନୁମାନ ସୀତାଙ୍କୁ ଠାବ କରିବା ପାଇଁ ଲଙ୍କାରେ ଯାଇ ପହଞ୍ଚିଲେ, ଦେଖିଲେ ବିଶାଳକାୟ ଭୟଙ୍କର ରାକ୍ଷସମାନେ ପହରା ଦେଉଥାନ୍ତି ଏବଂ ମୁଖ୍ୟତଃ ଲଙ୍କିନୀ ରାକ୍ଷସୀ, ଯାହାର ଗଗନଚୁମ୍ବୀ ଶରୀର ସେ ମୁଖ୍ୟ ଦ୍ୱାରର ପହରା ଦେଉଛି। ଏହା ଦେଖି ହନୁମାନ ନିଜକୁ ଅତି ସୂକ୍ଷ୍ମ ପିମ୍ପୁଡ଼ି ସଦୃଶ କରି ସମସ୍ତଙ୍କ ଦୃଷ୍ଟି ସାମ୍ନାରୁ ସହଜରେ ଖସି ଯାଇଥିଲେ, ଅର୍ଥାତ୍ ନିଜକୁ ସୁରକ୍ଷିତ ଭାବରେ ରଖିପାରିଥିଲେ। ଆଉ ଯେତେବେଳେ ଚାହିଁଲେ ବିଶାଳ ରୂପକୁ ଧାରଣ କରିଥିଲେ। ଏହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ ଥିଲା। ତେବେ ବାସ୍ତବରେ ଯଦି ଦେଖାଯାଏ, ଏହା ସମସ୍ତ ଆତ୍ମାମାନଙ୍କ ପାଇଁ ହିଁ ପ୍ରଯୁଜ୍ୟ। କାରଣ ଆତ୍ମା ବାସ୍ତବରେ ଏହି ପ୍ରକୃତିର ମାଲିକ ଅଟେ। ଯେତେବେଳେ ଆତ୍ମା ପ୍ରଥମେ ଏହି ସୃଷ୍ଟି ରଙ୍ଗମଞ୍ଚକୁ ଆସେ, ଅର୍ଥାତ୍ ସତ୍ୟ ଯୁଗରେ ଦେହ ଧାରଣ କରି ଅଭିନୟ କରିଥାଏ, ସେତେବେଳେ ଦେହ ଥାଇ ସୁଦ୍ଧା ଦେହର ବନ୍ଧନଠାରୁ ସମ୍ପୂର୍ଣ୍ଣ ମୁକ୍ତ ଥାଏ। ସେଥିପାଇଁ ତ ଗାୟନ ଅଛି କି ଦେବତାମାନେ କ୍ଷଣକରେ ଯେଉଁ ସ୍ଥାନକୁ ଚାହୁଁଥିଲେ ଯାଇ ପହଞ୍ଚି ଯାଉଥିଲେ, ଅନ୍ତର୍ଧାନ ମଧ୍ୟ ହୋଇଯାଉଥିଲେ ଇତ୍ୟାଦି। ଏବଂ ସେମାନେ ସର୍ବଶକ୍ତିର ଅଧିକାରୀ ମଧ୍ୟ ଥିଲେ। ଏହି କଳିଯୁଗୀ ଦୁନିଆରେ ଯେହେତୁ ସମସ୍ତେ ଦେହ ସର୍ବସ୍ୱ ହୋଇଯାଇଛନ୍ତି, ତେଣୁ ସେହି ଶକ୍ତି ହରେଇ ବସିଛନ୍ତି। ସେଥିପାଇଁ ଭଗବାନ କହୁଛନ୍ତି, ବାରମ୍ବାର ଦେହୀ ଅଭିମାନୀ ବା ଆତ୍ମ ଅଭିମାନୀ ହେବାର ଅଭ୍ୟାସ କର। ମୁଁ ଏକ ଆତ୍ମା ଅଟେ, ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀର ଧାରଣ କରୁଛି। ଏବେ ମୋତେ ଏହି ଦେହର ଦୁନିଆ, ବସ୍ତୁ, ବୈଭବ ସବୁ କିଛି ଛାଡ଼ି ନିଜସ୍ୱ ଆତ୍ମିକ ଘର ପରମଧାମକୁ ଫେରିବାକୁ ହିଁ ହେବ। ତେବେ ପରମଧାମ ହେଉଛି ସମ୍ପୂର୍ଣ୍ଣ ପବିତ୍ର ଦୁନିଆ।
ତେଣୁ ସେହି ଦୁନିଆକୁ ଯିବା ପାଇଁ ହେଲେ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ହିଁ ପଡ଼ିବ, ଯାହାର ସ୍ମୃତିରେ ହିଁ ଆଜି ମୁଖ୍ୟ ପର୍ବ ପାଳିତ ହେଉଛି ରକ୍ଷାବନ୍ଧନର। କାରଣ ଯେତେବେଳେ ପବିତ୍ରତାର ସାଗର ପରମାତ୍ମା ପିତା ଶିବ ବାବା ଆସୁଛନ୍ତି ଏହି ସଙ୍ଗମ ଯୁଗରେ ଏବଂ ପବିତ୍ରତାର ରାକ୍ଷୀ ବାନ୍ଧୁଛନ୍ତି, ଅର୍ଥାତ୍ ପବିତ୍ର ହେବାର ପ୍ରତିଜ୍ଞା କରାଉଛନ୍ତି, ସେତେବେଳେ ଭାରତକୁ ସ୍ୱର୍ଗ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେଉଛନ୍ତି। କହିବା ବାହୁଲ୍ୟ, କଳିଯୁଗ ପରେ ହିଁ ସତ୍ୟଯୁଗର ପ୍ରାରମ୍ଭ ହେଉଛି ନିଶ୍ଚୟ। ଏବଂ ଏହି ମଧ୍ୟବର୍ତ୍ତୀ ସମୟରେ ଯେତେବେଳେ ଭଗବାନ ଆତ୍ମଜ୍ଞାନ ଦ୍ୱାରା ସମସ୍ତଙ୍କୁ ପବିତ୍ର କରାଉଛନ୍ତି, ସେତେବେଳେ ପବିତ୍ର ସ୍ୱର୍ଗ ଦୁନିଆ ଏହି ଭାରତ ଭୂମିରେ ହିଁ ସ୍ଥାପନା ହୋଇଯାଉଛି। ତେବେ ଏହି ପର୍ବ କେବେ ଆରମ୍ଭ ହୋଇଛି ଏବଂ କାହିଁକି, ଏ କଥା ସମସ୍ତଙ୍କୁ ବୁଝେଇବା ଦରକାର। ରକ୍ଷାବନ୍ଧନର ବାସ୍ତବିକ ଅର୍ଥକୁ ମଧ୍ୟ ସମସ୍ତେ ବୁଝିବା ଦରକାର। ଦ୍ୱାପର ଯୁଗରୁ ହିଁ ଯେତେବେଳେ ଆତ୍ମା ଅପବିତ୍ର ବିକାର ମାର୍ଗରେ ଯାଉଛି, ସେବେଠାରୁ ଏହି ପର୍ବର ପରମ୍ପରା ଚାଲି ଆସୁଛି। ହେଲେ ସତ୍ୟ ଯୁଗରେ ଏହି ରକ୍ଷାବନ୍ଧନ ଆଦି ପର୍ବର ଆବଶ୍ୟକତା ହିଁ ନାହିଁ। ସତ୍ୟ ପିତା ସତ୍ୟ ଜ୍ଞାନ ପ୍ରଦାନ କରି ସତ୍ୟ ଦୁନିଆ ସ୍ଥାପନ କରାଉଛନ୍ତି। ତେଣୁ ଏହି ସତ୍ୟ ଜ୍ଞାନକୁ ନମ୍ରତା, ଦୃଢ଼ତା ତଥା ବହୁତ ସମ୍ମାନର ସହିତ ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ମଧୁର ବାଣୀ ସହିତ ହର୍ଷିତ ମୁଖ ମଧ୍ୟ ରହିବା ଆବଶ୍ୟକ। ସମସ୍ତଙ୍କୁ ପତିତରୁ ପବିତ୍ର ହେବାର ଯୁକ୍ତି ବତେଇବାକୁ ହେବ। କେବଳ ଜଣଙ୍କର ଅର୍ଥାତ୍ ଏକ ନିରାକାର ଶିବ ବାବାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହିବାର ଆବଶ୍ୟକତା ଅଛି। କୌଣସି ଦେହଧାରୀର ନାମ ରୂପକୁ ମନେ ପକାଇବାର ନାହିଁ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପବିତ୍ରତାର ସାଗର ପିତାଙ୍କ ସହିତ ପବିତ୍ର ହେବାର ପ୍ରତିଜ୍ଞା କରିବା। ଏହା ମଧ୍ୟ ନିହାତି ଆବଶ୍ୟକ। ଶିବ ବାବା କହୁଛନ୍ତି, ବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରି ଆଚ୍ଛା ଅର୍ଥାତ୍ ମହାନ ଆତ୍ମା ହେବାର ବିଧି ଦ୍ୱାରା ସର୍ବପ୍ରାପ୍ତି ସମ୍ପନ୍ନ ହୁଅ। ଯେଉଁମାନେ ଅନେକ ଗୁଡ଼ିଏ ବିନାଶୀ ଇଚ୍ଛା ରଖିଥାନ୍ତି, ସେମାନଙ୍କର ଇଚ୍ଛା କେବେ ବି ପୂରଣ ହୋଇନଥାଏ। ବରଂ ନିଜକୁ ମହାନ ଆତ୍ମା ବା ଶ୍ରେଷ୍ଠ ଆତ୍ମା କହୁଥିବା ଆତ୍ମାମାନଙ୍କର ଶୁଭ ଇଚ୍ଛା ଗୁଡ଼ିକ ଆପେ ଆପେ ପୂରଣ ହୋଇଯାଇଥାଏ। କାରଣ ଦାତାଙ୍କର ପିଲାମାନଙ୍କୁ କିଛି ବି ମାଗିବାର ଆବଶ୍ୟକତା ନଥାଏ। ବିନାଶୀ ଇଚ୍ଛାଠାରୁ ମୁକ୍ତ ହୋଇ ଅବିନାଶୀ ସେବାର ସଂକଳ୍ପ ଯଦି ରହିବ, ତେବେ ତାହା ନିଶ୍ଚିନ୍ତ ଭାବରେ ପୂରଣ ହେବ। ସର୍ବପ୍ରାପ୍ତିରେ ମଧ୍ୟ ସମ୍ପନ୍ନ ହୋଇଯିବ। ଯୋଗ ଏବଂ ନିଃସ୍ୱାର୍ଥ ସେବା ଦ୍ୱାରା ମାୟା ଜିତ୍ ହେବା ହିଁ ବିଜୟୀ ଆତ୍ମାର ଲକ୍ଷଣ। ଆଚ୍ଛା, ଆଜି ପାଇଁ ଆମେମାନେ ଏଇଠାରେ ବିରାମ ନେବା। ଆସନ୍ତାକାଲି ପୁନଃ ନିଜର ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ଉଦ୍ଦେଶ୍ୟ ନେଇ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆମେମାନେ ଆଲୋକପାତ କରିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ।
ওম শান্তি। ওম শান্তি। ওম শান্তি।